ଗୋଟିଏ ବଡ଼ ଧନୀ ଲୋକ ଭିକାରୀକୁ ପଚାରିଲା, ତୁ ତ ଦେଖିବାକୁ ସୁନ୍ଦର, ଭିକ କ'ଣ ପାଇଁ ମାଗୁଛୁ? ଭିକାରୀଟି କହିଲା, ବାବୁ, ମୋ ପାଖରେ 1 ମାସ ହେଲା କାମ ଧନ୍ଦା ନାହିଁ। ତୁମେ ଯଦି ମୋତେ ଚାକିରି ଦେବ, ମୁଁ ଭିକ ମଗା ଛାଡ଼ିଦେବି। ଧନୀ ଲୋକଟି କହିଲା, ମୁଁ ତ ଚାକିରି ଦେଇପାରିବିନି, କିନ୍ତୁ ତମେ ମୋର ବିଜନେସ୍ ପାର୍ଟନର ହେଇପାରିବ। ମୋର ଏକ ଚାଉଳ ଗୋଦାମ ଅଛି। ତମେ ସବୁ ଚାଉଳ ବିକ୍ରି କର, ସମୁଦାୟ ଲାଭ ମାସ ଶେଷରେ ବାଣ୍ଟି ନେବା। ଭିକାରୀଟି କହିଲା, କିନ୍ତୁ କିପରି ବାଣ୍ଟିବା? ମୁଁ 20% ଆଉ ଆପଣ 80% ନେବେ। ଧନୀ ଲୋକଟି କହିଲା, ମୋତେ ବାସ୍ 10% ଦରକାର, ଆଉ 90% ତୁମର। ତୁମେ ଶୀଘ୍ର କାମ ସାର। ଭିକାରୀଟି ଜୋରସୋରରେ କାମ ଆରମ୍ଭ କଲା। ଶସ୍ତା ଚାଉଳ ଦେଖି ଶୀଘ୍ର ଶୀଘ୍ର ବିକ୍ରି କରିଦେଲା। ଏଥିରେ ଭିକାରୀର ଭଲ ଲାଭ ହେଲା। ଯେତେବେଳେ ପଇସା ବାଣ୍ଟିବାର ସମୟ ଆସିଲା, ଭିକାରୀଟି ଭାବିଲା, ସବୁ କାମ ମୁଁ ତ କଲି, ଏବେ 10% ମୁଁ କାହିଁକି ଦେବି? ଯେତେବେଳେ ଧନୀ ଲୋକଟି ଆସି ହିସାବ ମାଗିଲା, ଭିକାରୀଟି ବାହାନା କରି କହିଲା, ବାବୁ, ମୋର ତ ପ୍ରବଳ ମାତ୍ରାରେ କ୍ଷତି ହୋଇଛି। ଏଥିରେ ଯେତିକି ଲାଭ ବାହାରିଛି, ସେତିକି ତ ମୋର ମଜୁରୀ। ଧନୀ ଲୋକଟି କିଛି ନ କହି ସେଠାରୁ ଚାଲିଗଲା। ଭିକାରୀଟି ଅଧିକ ଖୁସି ହେଲା, ଆଉ ସେ ପଇସାରେ ରଜ ମଉଜ କରିବାକୁ ଲାଗିଲା। ଏହିଭଳି ଭାବରେ ତା ପାଖରୁ ସବୁ ପଇସା ସରିଗଲା। ପୁନର୍ବାର ତା ପାଖରେ ପଇସା ନଥାଏ ଏବଂ କାମ ନଥାଏ। ପୁଣି ଭିକ ମାଗିବା ଆରମ୍ଭ କଲା। ଗୋଟିଏ ଦିନ ସେହି ଧନୀ ଲୋକ ସେହି ବାଟ ଦେଇ ଯାଉଥିଲା। ସେ ଦେଖି କହିଲା, ଆରେ, ଇଏ ତ ପୁଣି ଥରେ ଭିକ ମାଗିବା ଆରମ୍ଭ କରିଦେଲାଣି। ସିଏ ଯଦି ଥଣ୍ଡା ମୁଣ୍ଡରେ ଭାବିଥାନ୍ତା, ମୋର ବି ଭଲ ଲାଭ ହୋଇଥାନ୍ତା, ଆଉ ଧନୀ ଲୋକର ବି ଲାଭ ହୋଇଥାନ୍ତା। ଧନୀ ଲୋକଟି କହିଲା, ତୋତେ ଏ ଦିନ ଦେଖିବାକୁ ପଡ଼ିନଥାନ୍ତା।